ସମସ୍ତ ଭାଇ ଭଉଣୀ ମାନଙ୍କୁ ଆଉ ଯୋଉ ସାକ୍ଷ୍ୟ କହିଥିଲି ତାର ଅବଶିଷ୍ଟାଂଶ ପୁଣି ଆଉ ଥରେ ମୁଁ କହିବାକୁ ଇଚ୍ଛା କରୁଛି। ଆଉ ଯେତେବେଳେ ମୋ ସ୍ତ୍ରୀଙ୍କ ବିଷୟରେ ଏକା ମୁଁ କହିବି, ଆଉ ମୁଁ ଯୋଉ ଛାଡି ଦେଇଥିଲି ତାପରେ ସେତେବେଳେ ଆମେ ଦାମନଯୋଡିକୁ ଆସିଲୁ। ଆଉ ଦାମନଯୋଡିରେ ଆସିଲା ବେଳକୁ ସେତେବେଳେ ଆମେ ବେର ସେବା ଚର୍ଚ୍ଚରେ ଏଠି ମାତାଲପୁଟରେ ଯାଉଥିଲୁ, ମାତାଲପୁଟରେ ରହୁଥିଲି ସେତେବେଳେ। ଆଉ ସେ ସମୟରେ ମୋର ସାନ ପୁଅକୁ ମଧ୍ୟ 3 ମାସ ହେଇଥିଲା ସେ ସମୟରେ। ଆଉ ମୋ ସ୍ତ୍ରୀଙ୍କୁ ସେ ଟାଇମରେ ମଧ୍ୟ ଆମ ଘରର ସମସ୍ତଙ୍କୁ ନାଳ ଝାଡା ପରି ହେଇଗଲା। ତାପରେ ମୋର ସ୍ତ୍ରୀ ମଧ୍ୟ ବହୁତ ସିରିୟସ ପରି ହେଇଯାଇଥିଲେ। ତାପରେ ସେତେବେଳେ ପ୍ରାର୍ଥନା ପାଇଁ ବୋଲିକରି ମୋର ବହୁତ ମାନେ ଏମିତି ଇଚ୍ଛା, ମାନେ ପ୍ରାର୍ଥନା ଯିବାକୁ ବହୁତ ଇଚ୍ଛା। ସେତେବେଳେ ପ୍ରାର୍ଥନା ମିସ୍ କରିବାକୁ ମଧ୍ୟ ମାନେ ସେମିତି ମାନେ କଷ୍ଟ ଲାଗୁଥିଲା। ସେଥିପାଇଁ ସବୁବେଳେ ଆମେ ସେ ପ୍ରାର୍ଥନା ଯାଉଥିଲୁ। ଆଉ ଦିନେ କଣ ହେଇଛି, ଆମ ସମସ୍ତଙ୍କୁ ଘରର ସମସ୍ତଙ୍କୁ ନାଳ ଝାଡା ହେଲା। ତାପରେ ମୁଁ ବସିକିରି ମୁଁ ପ୍ରାର୍ଥନା କଲି, ପ୍ରଭୁ ଆଉ ଯେମିତି ହେଲେ ମଧ୍ୟ ଶନିବାର ଦିନ ଆମ ଘରର ସମସ୍ତଙ୍କର ଦେହ ସୁସ୍ଥ ହେବାର ଅଛି। ଆଉ ରବିବାର ଦିନ ଯେମିତି ହେଲେ ମଧ୍ୟ ମାନେ ପ୍ରାର୍ଥନା ଯାଇକିରି ତମକୁ ଆମେ ଯେମିତି ଧନ୍ୟବାଦ ଦେଇପାରିବୁ ବୋଲିକିରି। ତାପରେ ସେମିତି ହେଲା। ହେଲେ ଶନିବାର ଦିନ ସମାନ 5ଟା ବେଳେ ପରି ସମସ୍ତଙ୍କର ଦେହ ଠିକ ହେଇଗଲା। ତାପରେ ସେ ସକାଳେ କଣ କଲି, ହେଲେ ମିସେସ ର ଦେହ ମଧ୍ୟ ଦୁର୍ବଳ ଥିଲା। ମୁଁ କଣ କଲି, ଟିକେ ଭାତ ମୁଁ ଆକା କରିଦେଲି। ଭାତ କରିଦେଇକିରି ଜଷ୍ଟ ସେ ଭାତ କରିଦେଇକରି ସେମାନେ ଯିବା ପାଇଁ ବୋଲିକରି ଆମ ସ୍ତ୍ରୀଙ୍କୁ କଣ କରୁଛି, ଯାଇକିରି ଉଠାଉଛି। ଉଠାଇଲା ବେଳକୁ ମୋ ସ୍ତ୍ରୀଙ୍କର ଜୀବନ ପଳେଇ ଯାଇଛି। ହେଲେ ତାଙ୍କର ହାତ ଗୋଡ ଚାଲୁନାହିଁ, ତାଙ୍କର ନିଶ୍ୱାସ ମଧ୍ୟ ପୁରା ଟୋଟାଲି ପୁରା ବନ୍ଦ ହେଇଯାଇଛି। ପରେ ହେଲେ ମୁଁ ଯେମିତି ତାଙ୍କୁ ଉଠାଉଛି, ତାପରେ ତାଙ୍କର ନିଶ୍ୱାସ ସବୁ ଯାକ ବନ୍ଦ ହେଇଯାଇଛି। ପରେ ମୁଁ କଣ କଲି, ସେତେବେଳେ ମୋବାଇଲ ଫୋନ ଯାକ ମଧ୍ୟ ନଥିଲା, କି କାହାକୁ ଫୋନ ମଧ୍ୟ କରିବାକୁ ହେଲା ନାହିଁ। ହେଲେ ମୁଁ ସେତେବେଳେ ମାତାଲପୁଟ ରହୁଥିଲି। ଆଉ ଆମ ଭଉଣୀ ଘରକୁ ମୁଁ ଫୋନ କଲି, ଏମିତି ଆଉ ସେ ପୁରା ବେହୋସ ହେଇଯାଇଛନ୍ତି, ବିଲକୁଲ ନିଶ୍ୱାସ ନାଡି ପାଡି କିଛି ଚାଲୁନାହିଁ। ଆଉ ଟିକେ ଆସ ବୋଲିକିରି ମୁଁ ଯେମିତି ଫୋନ କଲି, ଫୋନ କଲା ବେଳକୁ ସେମାନେ ହଉ ଠିକ ଅଛି ବୋଲିକିରି ସେମାନେ ବାହାରି ଆସିବା ପାଇଁ ବୋଲିକିରି ରେଡି ହେଇଛନ୍ତି। ତାପରେ ମୁଁ କଣ କଲି, ବସିକିରି ଆଉ ଥରେ ପ୍ରଭୁଙ୍କୁ ପ୍ରାର୍ଥନା କଲି। ଯେମିତି ପ୍ରାର୍ଥନା କରୁ କରୁ ତାପରେ ତାଙ୍କର ଜୀବନ ପୁଣି ଆଉ ଥରେ ଫେରିକିରି ପଳେଇ ଆସିଲା। ଫେରିକିରି ଆସିଲା ପରେ ଆଉ ଥରେ ମୁଁ କଣ କଲି, ହଉ ଟିକେ ତମର ଦେହ ଟିକେ ଦୁର୍ବଳ ଅଛି, ଆଉ ତମେ ଟିକେ କଣ ହେଲେ ମତେ ଟିକେ ଖାଇଦିଅ ବୋଲି କହିଲାରୁ, ହଉ ଠିକ ଅଛି, ମତେ ଖାଲି କିଛି ନାହିଁ, ସେ ତୁରାଣୀ ଟିକେ ମତେ ଖାଲି ଟିକେ ଦିଅ ବୋଲି କହିଲେ। ତାପରେ ସେ ତୁରାଣୀ ଯେମିତି ଆଣିକରି ମୁଁ ଦଉଛି, ସେମାନେ ଦେଲା ବେଳକୁ ଜଷ୍ଟ ପାଟିରେ ନେଇଛନ୍ତି, ଆଉ ଥରେ ଜୀବନ ପଳେଇଲା ତାଙ୍କର ଜୀବନ ଯେମିତି ପଳେଇଲା। ତାପରେ ମୁଁ ମଧ୍ୟ ପୁରା ବ୍ୟସ୍ତ ହେଇଗଲି। ବ୍ୟସ୍ତ ହେଇକରି ଏଟା ବଡ ଅସୁବିଧା ହେଇଗଲା, ଏଟା କେମିତି କରିବି ବୋଲି। ତାପରେ ଆଉ ଥରେ ବସିକରି ପ୍ରାର୍ଥନା କଲି, ପ୍ରଭୁ ଯେମିତି ହେଲେ ମଧ୍ୟ ମୋ ସ୍ତ୍ରୀଙ୍କୁ ତମେ ସୁସ୍ଥ କରିବାର ଅଛି। ମୁଁ ଏ ଛୋଟ ପିଲା ସହିତ ମୁଁ କେମିତି କରିବି, ବହୁତ ହଇରାଣ ହେଇଯିବି। ସେଥିପାଇଁ ଯେମିତି ହେଲେ ମଧ୍ୟ ମୋର ସ୍ତ୍ରୀଙ୍କୁ ତମେ ସୁସ୍ଥ କରିବାର ଅଛି ଏକା ବୋଲିକରି ଯେମିତି ଦାବି କରି ପ୍ରାର୍ଥନା କଲି। ପୁଣି ଆଉ ଥରେ ସେ ଜୀବନ ଫେରିକିରି ଆସିଲା। ଜୀବନ ଫେରିକିରି ଆସିଲା ପରେ ମୁଁ ସେ ଉଠିକରି କଣ କହିଲେ, ନାଇଁ ମତେ ଟିକେ ଇଡଲି ଖାଇବାକୁ ଇଚ୍ଛା ଲାଗୁଛି ବୋଲି କହିଲେ। ତାପରେ ହେଲେ ମଧ୍ୟ ତାଙ୍କର ଦେହ ପୁରା ସେମିତି ଦୁର୍ବଳ ଅଛି। ହେଲେ ମତେ କଣ ଡର ଲାଗିଲା, ଆଉ ଥରେ ସେତେବେଳେ ଆମେ ମାତାଲପୁର ହାଟ ପଦାରେ ରହୁଥିଲୁ। ହାଟ ପଦାରୁ ଆଉ ଥରେ ସେତେବେଳେ ଦୋକାନ ଫୋକାନ ମଧ୍ୟ କିଛି ନଥିଲା, ଖାଲି ବସଷ୍ଟାଣ୍ଡ ରେ ହିଁ ସେ ରମେଶ ଦୋକାନ ଗୋଟେ ଥିଲା। ପରେ ମୁଁ ଛାଡିକିରି ଆଉ ଥରେ ଯିବାକୁ ମଧ୍ୟ ମତେ ଆହୁରି ଟିକେ ଡର ଲାଗୁଥିଲା। ପରେ ଆଉ ଥରେ ନାଇଁ, ମୁଁ ଇଡଲି ଖାଇବି ଏକା ବୋଲିକିରି କହିଲେ।
ହଉ ଠିକ ଅଛି ବୋଲିକିରି ଆଉ ଥରେ ପ୍ରାର୍ଥନା କଲି ପ୍ରଭୁ ଆଉ ତମ ହସ୍ତରେ ଏକା ମୁଁ ମୋ ସ୍ତ୍ରୀଙ୍କୁ ସମର୍ପଣ କରି କରି ମୁଁ ଯାଉଛି ଆଉ ମୋ ସ୍ତ୍ରୀଙ୍କୁ ଯେମିତି କି କିଛି ମଧ୍ୟ ନ ହେବାର ଅଛି ପୁରା ଠିକ ଥିବାର ଅଛି ବୋଲିକିରି ଏମିତି ପ୍ରଭୁଙ୍କ ଠାରେ ତାଙ୍କୁ ସମର୍ପଣ କରି ଦେଇକିରି ଆଉ ଥରେ ମୁଁ ଗଲି ରମେଶ ଦୋକାନକୁ ଗଲି ସେତେବେଳେ ମୋ ପାଖରେ ମଧ୍ୟ କିଛି ପଇସା ପତ୍ର କିଛି ନଥିଲା ତାପରେ ତାକୁ କହିଲି ଟିକେ ଏମିତି ଇଟିଲି ଗୋଟେ 2 ଟଙ୍କାର ଦେଇଥାଉ ବୋଲିକରି କହିଲି ମୁଁ ପରେ ପଇସା ଦେବି ବୋଲିକରି କହିଲି ପରେ ପରେ ସାଙ୍ଗେ ସାଙ୍ଗେ ଆଉ ଥରେ ସେ କଣ କଲା ହଉ ଠିକ ଅଛି ଆଉ ତମେ ପଇସା ମଧ୍ୟ ଦିଅ ନାହିଁ ଆଉ ଇଡଲି ନିଅ ବୋଲିକିରି ସେ ମତେ ଇଡଲି ଗୋଟେ ପୁଡା ଇଏ କରି କରି ବାନ୍ଧି କରିଦେଲା ତାପରେ ସେଟା ମୁଁ ଧରି କରି ଘରକୁ ପଳେଇ ଆସିଲି ଘରକୁ ଆସିଲି ତାପରେ ସେ ଘରେ ସେ ଇଡଲି ଟିକେ ସେ ଖାଇଲେ ତାପରେ ତାଙ୍କର ଦେହ ପୁରା ସେମିତି ପୁରା ଭଲ ହେଇଗଲା ତାପରେ ତାର ନେକ୍ସଟ ଦିନ ଏମିତି ଜଷ୍ଟ ଟିକେ ଶୋଇକରି ସକାଳ ଏମିତି ଉଠୁଛୁ ଉଠିଲା ବେଳକୁ ଗୋଟେ ପ୍ରେତ ଆତ୍ମା ଆସିକରି ତାଙ୍କୁ ଲାଗିଗଲା ଯେମିତି ତାପରେ କି ସେ ପ୍ରେତ ଆତ୍ମା ଲାଗିବାଟା ମଧ୍ୟ କିଛି ଜଣା ପଡିଲା ନାହିଁ ଜଷ୍ଟ ଟିକେ ସେ କଣ କରୁଛନ୍ତି ନାଇଁ ମତେ ଟିକେ ଏମିତି ପାଦରେ ଏକା ଟିକେ ମତେ ଖାଲି ଏମିତି ମାରୁଛନ୍ତି ମାରିଲା ବେଳକୁ ମୁଁ କଣ ଭାବିଲି ନାଇଁ ସେମିତି ଗମାତରେ ବୋଧେ ସ୍ତ୍ରୀ ତ ସେମିତି ଗମାତରେ ମାରୁଛନ୍ତି ବୋଲି ଭାବିଲି ତାପରେ ବାଇବଲ ଟିକେ ଏମିତି ଖୋଲି କରି ଦେଖାଇଲା ବେଳକୁ ଟିକେ ସେ ଝଟକା ମାରିଲା ପରି ହେଇଗଲେ ତାପରେ ମୁଁ କଣ ଭାବିଲି ନାଇଁ ଏଟା ପ୍ରେତ ଆତ୍ମା ଏକା ଲାଗିଛି ଏଟା ବୋଲିକିରି ଆଉ ଥରେ ଯେମିତି ତାଙ୍କ ଉପରେ ଯେମିତି ହାତ ନଉଛି ସେତେବେଳେ ପ୍ରଭୁ ବହୁତ ଶକ୍ତି ମତେ ଦେଇଥିଲେ ପ୍ରଭୁ ଏତେ ଶକ୍ତି ଦେଇଥିଲେ ମାନେ ସେ ପ୍ରେତ ଆତ୍ମା ମାନେ ଯେମିତି ପାଟି କରି ମାନେ ପାଟି କରୁଥିଲେ ତାଙ୍କଠୁ ଅଧିକ ପାଟି କରି ପ୍ରାର୍ଥନା କରିବା ପାଇଁ ପ୍ରଭୁ ମତେ ଶକ୍ତି ଦଉଥିଲେ ପରେ ସ୍ତ୍ରୀ ସେତେବେଳେ କଣ କଲି ସାଙ୍ଗେ ସାଙ୍ଗେ ତାଙ୍କ ଉପରେ ହାତ ନେଲା ବେଳକୁ ସେ କଣ କଲା ଯେ କାଲି ବୋଲିକରି ଯେମିତି କହିଦେଲା ସେ କାଲି ଆସିକରି ମୋ ସ୍ତ୍ରୀଙ୍କୁ ଲାଗିଗଲା ତାପରେ ସେ ଏମିତି ପାଟି କଲା ଯେ ଆହୁରି କହିବାକୁ ନାହିଁ ସେତେବେଳେ ଆମର ପିଲାମାନେ ସବୁ ଯାକ ସାନ ସାନ ଥିଲେ ଚାରିଆଡେ ବସିଥିଲେ ଏ ଡାଡି ଆହୁରି ସେ କାଲି ଆସିକରି ମାକୁ ଲାଗି ଯାଇଛି କି ବୋଲିକିରି ଏମାନେ କହୁଛନ୍ତି ତାପରେ କାଲି ହଉ କି ଯେ ହଉ କେ ମଧ୍ୟ ଯୀଶୁଙ୍କ ଠାରୁ ବଡ ନୁହନ୍ତି ତାକୁ ଏଠି ବାନ୍ଧି କରି ରଖବା ବୋଲିକିରି ଆମର ପିଲାମାନଙ୍କୁ ମୁଁ କହିଲି ତାପରେ ସେମାନେ ଦେଖୁଛନ୍ତି ଏକା ପରେ ମୁଁ ଯେମିତି ମାନେ ଏମିତି ପ୍ରାର୍ଥନା କଲି ପ୍ରାର୍ଥନା କଲା ବେଳକୁ ସେ ତ ପୁରା ପାଟି କରୁଛି ଆଉ ପାଟି କରୁଛି ନାଇଁ ତ ସ୍ତ୍ରୀଙ୍କୁ ମୁଁ ନେଇଯିବି ଏକା ବୋଲିକିରି କହୁଛି ପରେ ତୁ କେମିତି ନେବୁ ଦେଖବା ତତେ ଯୀଶୁଙ୍କ ନାଁରେ ତତେ ଏଠି ତତେ ବନ୍ଧନ ପକାଇଦେବି ତତେ ଯୀଶୁଙ୍କ ନାଁରେ ତତେ ଜାଳିଦେବି ବୋଲିକରି ମୁଁ କହିଲି ଜାଳିଦେବି ବୋଲିକରି କହିଲାରୁ ତାପରେ ତ ଯେତେବେଳେ ତାର ଉପରେ ହାତ ନେଲି ସେ ପୁରା ଥରିଗଲା ଥରି ଯାଇକରି ନାଇଁ ମତେ ଛାଡିଦିଅ ମୁଁ ଆଉ କେବେ ତମଠି କେବେ ମୁଁ ଆସିବି ନାହିଁ କିଛି ନାହିଁ ଆଉ ମୁଁ ହଉଛି କାଲି ବୋଲିକରି କହିଲା ତୁ କିଏ ବୋଲିକରି କହିଲାରୁ ମୁଁ କାଲି ବୋଲିକରି କହିଲା ତୁ କୋଉଠି ରହୁଛୁ ବୋଲିକରି କହିଲାରୁ ଆମେ କେବୁଲ ବେଲ୍ଟ ସେ ସାଇଡରେ ସେଇଠି ରହୁଛୁ ବୋଲିକରି କହିଲା ତାପରେ ମୁଁ ଆହୁରି କେତେ କଥା ତାକୁ ପଚାରିଲି ସେଠି କିଏ ରହୁଛ ବୋଲିକରି କହିଲା ନାଇଁ ମୁଁ ରହୁଛି ମୋର ସାଙ୍ଗସାଥି ଏମିତି ସବୁ ଯାକ ରହୁଛୁ ଗଲା ପରେ ସେ ତମେ କଣ କଣ ଏମିତି ସବୁ ଯାକ ଖାଉଛ ବୋଲିକରି କହିଲାରୁ ସେ କହୁଛି ନାଇଁ ଏମିତି ବଳି ପଳି ଦେବା ଆମେ ଏମିତି ରକ୍ତ ଭକ୍ତ ଆମେ ସବୁ ସମସ୍ତେ ଖାଉଛୁ ବୋଲିକରି କହିଲା ପରେ ଦେଖେ ଆଉ ଥରେ ଯଦି କେବେ ଯଦି ଆସିଛୁ ବୋଲିକରି କହିଲେ ତତେ ଯୀଶୁଙ୍କ ନାଁରେ ତତେ ମାନେ ତତେ ଜଳେଇ ଏକା ଦେବି ବୋଲିକରି କହିଲା ନାଇଁ ମୁଁ ଆଉ କେବେ ଆସିବି ନାହିଁ ବୋଲିକରି ଛାଡି ଦେଇକରି ସେ ପଳେଇଲା ପରେ ସେମିତି ହେଇକରି ଆଉ ଥରେ ମାନେ ସେମିତି ପ୍ରାର୍ଥନାରେ ଲାଗି ରହିଥିଲୁ ତାପରେ ଆମର ବଡ ପୁଅକୁ ଫିଟ୍ସ ଥିଲା ଜାନୁଆରୀ 2003 ମସିହା ଜାନୁଆରୀ 1ରେ ଆମର ବାପ୍ତିସ୍ମ ନେବା ପାଇଁ ବୋଲିକରି ଆମେ ଠିକ କରିଥିଲୁ ହେଲେ ସେତେବେଳେ ଆମ ପୁଅକୁ ମଧ୍ୟ ଯେମିତି ଫିଟ୍ସ ହେଲା ମାନେ ସେମିତି ତାର ପ୍ରାୟ ସେତିକିବେଳେ ପୁଅକୁ 8 ବର୍ଷ ନା କେତେ ଏମିତି ହେଇଥିଲା ଆମ ବଡ ପୁଅକୁ ଆଉ ସେତେବେଳେ ମାନେ ଏତେ ମୂର୍ଚ୍ଛା ହେଲା ଯେ ଆହୁରି କହିବାକୁ ନାହିଁ ବହୁତ ମୂର୍ଚ୍ଛା ତାପରେ ଆମ ବାପା କଣ କଲା ନାଇଁ ଏତେ ମୂର୍ଚ୍ଛା ମଧ୍ୟ କେବେ ହେଇନାହିଁ ଆଉ ଏ କଣ ହେଲେ ମଧ୍ୟ ହେଇଯିବ ବୋଲି କରି ଆମ ବାପା ବହୁତ ଚିନ୍ତା ହେଲେ ତାକୁ ହେଲା ବୋଲି କରି କହିଲେ ବୋଲେ ଦିନେ କି 2 ଦିନ ଟିକେ ସ୍ଲାଇଡ ସେମିତି ହବ ସେଟା ବୋଲି କରି କହିଲେ ବୋଲେ ସମାନ 20 ତାରିଖରୁ ଷ୍ଟାର୍ଟ ହେଲା ସମାନ ଜାନୁଆରୀ 1 ତାରିଖ ପନ୍ତେ ପରେ ଆମେ ସେଦିନ ମଧ୍ୟ ପାଗ ମଧ୍ୟ ବହୁତ ଖରାପ ଥିଲା ଆଉ ମର୍ଚିମାଳ ନଦୀରେ ଯାଇକରି ସେତେବେଳେ ସେ ଅଧୁ ପାଷ୍ଟର ଅଧୁ ଥିଲେ
तापर नाई आमे बाप्तिस्म नौ बोली करी ठीक करी करी तापर मर्चमाल नदी रे आमे से दिन बाप्तिस्म नै करी आसलु हेले मध्य हम बापा मना करतला देखे ये एमती माने देह खराब अछि अलगा दिन कोन हेले मध्य गुटे बाप्तिस्म नेबा पाए बोली करी किस हेले मध्य गुट डिसाइड करो एबे जार देह बहुत खराब अछि बोली करी बापा कहछे परे मु कोन कहले नाइ जमते हेले मते बाप्तिस्म नेबार अछि एका बोली करी तापर से गलु जाई करी से बाप्तिस्म नेलु बाप्तिस्म नै करी आउ थरे घर को समान आसला बेल को तो से माने तार एमती फिट सौसी जे और कहबा नै बहुत मूर्छा हमें मते पूरा पूरा व्यस्त हो जाउछु परे समान शीत मासरे संध्या 6टा बेले परी ता ऊपर तो हाथ रखली हाथ रखी करी जमती प्रार्थना कली प्रार्थना करू करू आउ से प्रेत आत्मा तार देहर जो थिला से प्रेत आत्मा बाहरी करी पळाइला तापरे हमर से बड़ पुओ कोन कहला डाडी आउ मोर देहरु से प्रेत आत्मा छाड़ी करी पळाइला और मते भल लागुछि बोली करी कहला नाइ एबे तते किछि होबो नै से प्रेत आत्मा गला एबे आर तते मद से आउरी टच करी पारबो नै बोली करी कहले परे से कोन कहला नाइ डाडी आ मते टिके दुई लागुछि आउरी जीवा टिके बाहरे बोली करी कहला हौ चाले बोली करी कहले सेते बेले प्राय 7टा पाखा पाखी हेतिबो परे जेमती ताको बाहरे नै करी ताको झाड़ा बसौछि आ बसाइला बेलकू से जो प्रेत आत्मा तार देहरु बाहरी करी जाइथिला सेही प्रेत आत्मा तार चारिआडे खाली से गुटे बड़ कमल गोड से कहूसे बड़ कमल गोड गुडा हेकरी मोर चारिआडे खाली एपटे सेपटे गड़ा तोड़ा का होउछि डाडी हेटी सेही प्रेत आत्मा का बोली करी से कहूचे से प्रेत आत्मा को तो जदी तते जदी देखा तो जाउछ बोली करी कहले से प्रेत आत्मा को तू मा किक मारे बोली करी कहली तापर ये कोन कला जमती से किक मारला बेलकू से पुनी कुआडे उड़ी गला डाडी औरी से जमती मु मारला बेलकू से कुआडे उड़ी करी पळेला से बोली करी कहला औ एबे औरी से किछि तते और किछि से टच करी पारबो नै आ एबे तोर देहरु से पळै जाईछि आ एबे औरी से किछि माने से लागबो नै कि तो पाखरे मधो औरी आसबो नै बोली करी कहले तापर से टाइम रो आजि जाए माने केबे सेमती हे नै प्रभु ताको मधो बहुत उपकार करिसंते हम परिवार को मधो प्रभु बहुत माने उपकार करिसंते आ एही साक्ष्य कहि करी मु मोर साक्ष्य को समाप्त करूछे आमेन भाई आपनकर साक्ष्य सुनला को मत लागुथला से प्रेरित क्रिया समय जो पाउल शिला बर्नबा एमन सब जो कार्य करथले ताठु किछि कम नहे आउ समान मत जेतले जाउथले बिना बिना जगह को एभଳି सब दृष्टांत हम देखिया को पाऊ आपनकर जीवन रे जहा जहा सब हेछि आ सेथरे जो जय लाभ करचंती सेटा सबटु इंपोर्टेंट प्रभुंकर शक्ति बा यीशुंकर रक्तर शक्ति बा प्रार्थना करिवार जो शक्ति विषय आपण शेष को उपस्थापन कले आपनको समस्त परिवार से छुटकारा पाइले एटा हम समस्त उत्साहर कारण यदि पराजय पाई था आम समस्त दुख करथांतु मात्र धन्यवाद दउछु प्रभु को तांको शक्ति विकल्प किछि नाही सेथिपई तो आज बबलिन भाई कहले पराक्रांत से तांकर शक्ति अपरिमय मापी होबो नै आज हम प्रत्येकଙ୍କ ପାଇଁ एटा गोटे आकांक्षा आशा उत्साहर कारण थैंक यू भाई गॉड ब्लेस यू आमेन।